ମାଲକାନଗିରି ଜିଲ୍ଲା କାଲିମେଳା ଥାନା ତଟିଗୁଡା ଗାଁରେ ବଡ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ। ମୃତକ ସାନ ଭାଇ ଭୀମା ଶୋଡି ହୋଇଥିବା ବେଳେ ଉଭୟଙ୍କ ମଧ୍ୟରେ ଜମି ଜମା ବିବାଦକୁ କେନ୍ଦ୍ର କରି ଶତ୍ରୁତା ଲାଗି ରହୁଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବଡ ଭାଇକୁ ଅଟକ ରଖିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଛି। ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ହରିପୁର ଗ୍ରାମରେ ବୋମା ଫୁଟି ବାପା ମା ଓ ଝିଅ ଆହତ ହୋଇଛନ୍ତି। ବାପା ବାଲାଜୀ ଦାସ ପାଖରେ ରହିଥିବା ଏକ ବୋମା ଘର ଲୋକଙ୍କୁ ଦେଖାଉଥିବା ବେଳେ ବୋମାଟି ତଳେ ପଡି ଫୁଟି ଯାଇଥିଲା। ଏଥିରେ ବାଲାଜୀଙ୍କ ସମେତ ତାଙ୍କ ସ୍ତ୍ରୀ ଗୀତା ଏବଂ 10 ବର୍ଷର ଝିଅ ପ୍ରଣତି ଆହତ ହୋଇ ଖଲିକୋଟ ମେଡିକାଲରେ ଭର୍ତ୍ତି। ମୋଇନି ଅମାବାସ୍ୟାରେ ମହାକୁମ୍ଭ ମେଳାରେ ବଡ ଅଘଟଣ। ଅମୃତ ସ୍ନାନ ପୂର୍ବରୁ ପ୍ରବଳ ଜନସମାଗମ ହେତୁ ପ୍ରୟାଗରାଜ ସଙ୍ଗମ ସ୍ଥଳ ନିକଟରେ ଦଳାଚକଟା ହୋଇଛି। ଏହି ଦଳାଚକଟାରେ 12 ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ 50ରୁ ଅଧିକ ଲୋକ ଆହତ ହୋଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି। ମହାକୁମ୍ଭରେ ତୃତୀୟ ସାହି ସ୍ନାନ ଥିବାରୁ ଲକ୍ଷାଧିକ ଲୋକଙ୍କର ଭିଡ ଜମିଥିଲା। ଶ୍ରୀଲଙ୍କା ନୌ ସୈନିକଙ୍କ ଗୁଳିମାଡରେ ଭାରତର 5 ଜଣ ମତ୍ସ୍ୟଜୀବୀ ଆହତ ମତ୍ସ୍ୟଜୀବୀମାନେ ଶ୍ରୀଲଙ୍କାର ଜାପାନା ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ 2 ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଘଟଣାରେ ବୈଦେଶିକ ମନ୍ତ୍ରାଳୟ ନୂଆଦିଲ୍ଲୀରେ ଅବସ୍ଥାପିତ ଶ୍ରୀଲଙ୍କାର କାର୍ଯ୍ୟକାରୀ ଉଚ୍ଚାୟୁକ୍ତଙ୍କୁ ସମନ ଜାରି କରି ବିଧିବଦ୍ଧ ଭାବେ ନିଜର ପ୍ରତିବାଦ ଜଣାଇଛନ୍ତି। Preview. Audio Jungle. Audio Jungle. Preview. ସମ୍ବଲପୁର ଜିଲ୍ଲା ନାକଟି ଦୌଳ ବନାଞ୍ଚଳରେ ହାତୀ ଉପଦ୍ରବ୍ୟ। ବାଟଗାଁ ଫରେଷ୍ଟ ସେକ୍ସନର ବିଭିନ୍ନ ଗାଁରେ ଗୋଠ ଛଡା ଦନ୍ତା ବ୍ୟାପକ କ୍ଷୟକ୍ଷତି ଘଟାଇବା ସହ ଲୋକଙ୍କ ଘରଦ୍ୱାର ଭାଙ୍ଗିରୁଜି ଦେଇଥିବା ଦେଖିବାକୁ ମିଳିଛି। ଫଳରେ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିବା ସହ ହାତୀ ଘଉଡାଇବାରେ ବନ ବିଭାଗ ଠୋସ୍ ପଦକ୍ଷେପ ନେବାକୁ ଦୃଢ ଦାବି କରିଛନ୍ତି। ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ତଥା ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ଅସୁସ୍ଥ। ସ୍ୱାସ୍ଥ୍ୟାବସ୍ଥା ବିଗିଡିଯିବାରୁ ପ୍ରଥମେ ଶ୍ରୀ ହରିଚନ୍ଦନଙ୍କୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ସମ୍ପୃକ୍ତ ଘରୋଇ ହସ୍ପିଟାଲର ଡାକ୍ତରଙ୍କ ପରାମର୍ଶ କ୍ରମେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦକୁ ଏୟାରଲିଫ୍ଟ କରାଯାଇଛି। ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଆସନ୍ତା ଫେବୃଆରୀ 14 ତାରିଖରେ ବିଧାନସଭା ସମ୍ମୁଖରେ ହେବ ବିକ୍ଷୋଭ ପ୍ରଦର୍ଶନ। ବିଗତ ଦିନରେ ପ୍ରାଥମିକ ଶିକ୍ଷକମାନଙ୍କୁ ସରକାର ବିଭିନ୍ନ ପ୍ରତିଶ୍ରୁତି ଦେଇ ବାରମ୍ବାର ପ୍ରତାରଣା କରିଚାଲିଥିବା ନେଇ ମହାସଂଘ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। Preview. Preview. Audio Jungle. Audio Jungle. Preview. ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ରଥ ନିର୍ମାଣ ପାଇଁ ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ଦଶପଲ୍ଲା ବନାଞ୍ଚଳରୁ 3ଟି ଟ୍ରକରେ 101 ଖଣ୍ଡ କାଠ ଆସି ପୁରୀ ବଡ଼ଦାଣ୍ଡ ରଥଖଳାରେ ରଖାଯାଇଛି। ସେଥିରେ 48ଟି ଅସନ ଓ 53ଟି ଧୋରା କାଠ ରହିଛି। ଆଇପିଏସ୍ ଚାକିରି ଦେବା ନାଁରେ ପଶ୍ଚିମବଙ୍ଗ ଅଞ୍ଚଳର ଜଣେ ଯୁବକଙ୍କଠାରୁ 46 ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ବ୍ରହ୍ମପୁର ଉପକଣ୍ଠ ଜଗଦଳପୁରର ଜି କାହ୍ନା ପାତ୍ର ଗିରଫ। ପଶ୍ଚିମବଙ୍ଗ ପୋଲିସ ବ୍ରହ୍ମପୁର ନିମ୍ବଖଣ୍ଡି ଥାନା ପୋଲିସ ସହଯୋଗରେ ଲୋଚାପଡ଼ା ଶ୍ରୀମାନଗରରେ ରହୁଥିବା ଜଗଦଳପୁରର ଯୁବକ ଜି କାହ୍ନା ପାତ୍ରଙ୍କୁ ଗିରଫ କରି 5 ଦିନିଆ ଟ୍ରାନଜିଟ୍ ରିମାଣ୍ଡରେ ନେଇଛି।
ଏବଂ ଓଡ଼ିଶା ଝାଡଖଣ୍ଡ ସୀମାନ୍ତ ପଶ୍ଚିମ ସିଂହଭୂମିରେ ସୁରକ୍ଷା ବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର। ଏଥିରେ ଜଣେ ନକ୍ସଲ ନିହତ ହୋଇଥିବା ବେଳେ 2 ଜଣ ଆହତ ହୋଇଥିବା ସୂଚନା ମିଳିଛି ଏବଂ 2ଟି INNS ରାଇଫଲ ମଧ୍ୟ ଉଦ୍ଧାର କରାଯାଇଛି। Preview.